ଅଧା ରହିଲା ବାବା ଆଖଣ୍ଡଳମଣି ଦର୍ଶନ। ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପୂର୍ବରୁ ଚାଲିଗଲା ଜୀବନ। ମୃତ୍ୟୁବରଣ କରିଥିବା ଯୁବକଙ୍କ ଘର ଧାମନଗର ଥାନା ଦୋବଲା ସୋହଡ଼ା ଶାସନର ନା ଦେବବ୍ରତ ମିଶ୍ର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡି ପୀଠରେ। ଘଟଣାଟି ଏମିତି ଦୁଇ ଗୋଟି ବାଇକ୍ରେ 4 ଜଣ ସାଙ୍ଗ ସକାଳୁ ସକାଳୁ ଭଦ୍ରକରୁ ଆରଡି ଯାଇଥିଲେ। ଆରଡିରେ ପହଞ୍ଚିବା ପରେ ପୀଠରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ଗାଧୋଇଥିଲେ। ହେଲେ ଗାଧୋଇବା ବେଳେ 2 ଜଣ ସାଙ୍ଗ ଦେବବ୍ରତ ମିଶ୍ର ଓ ଅନ୍ୟ ଜଣେ ସାଙ୍ଗ ପାଣିରେ ବୁଡ଼ି ଯାଇଥିଲେ। 2 ଜଣଙ୍କୁ ସ୍ଥାନୀୟ ଲୋକେ ଓ ତାଙ୍କ ସାଙ୍ଗ ଉଦ୍ଧାର କରି ଆରଡି ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଦେବବ୍ରତଙ୍କର ମୃତ୍ୟୁ ଘଟିଥିଲା। ଦେବବ୍ରତଙ୍କ ବାପା ମାଙ୍କର ଗୋଟିଏ ପୁଅ। ସେ ଭଦ୍ରକରେ ରହି ବିସିଏ ପଢୁଥିଲେ। ଆରଡି ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସବିଶେଷ ବିବରଣୀ ପାଇଁ ଆମେ ଯିବା ଆମ ପ୍ରତିନିଧି ଅଭୟ ପତିଙ୍କ ପାଖକୁ। ତେବେ ଅଭୟ, କଣ ରହିଥିଲା ସମ୍ପୂର୍ଣ୍ଣ ଘଟଣା? କେମିତି ଏଭଳି ଗୋଟେ ହୃଦୟ ବିଦାରକ ଘଟଣା ଘଟି ଯାଇଥିଲା? ହଁ ପ୍ରୀତି, ଆଜି ଓଡ଼ିଶାର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ, ଆଜି ଏଇ ଯୋଉ ପୀଠରେ ଯୋଉଭଳି ଅଘଟଣ ଘଟିଗଲା ଆଜି ସକାଳୁ ସକାଳୁ, ତାହା ସମସ୍ତ ଭକ୍ତମାନଙ୍କ ମଧ୍ୟରେ କେବଳ ନୁହଁ, ସ୍ଥାନୀୟ ସେବାୟତ ମାନଙ୍କ ମଧ୍ୟରେ ମଧ୍ୟ ଏକ ଆତଙ୍କ ଖେଳିଛି ଏବଂ ଏହାକୁ ନେଇକି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି। କାରଣ ବାପା ମାଙ୍କର ଏକୋଇର ବଳା ବିଶିକେଶନ ଯାହାକୁ କୁହନ୍ତି, ଗୋଟିଏ ବୋଲି ପୁଅ ଧାମନଗର ଦୋବଲର ସୋହଡ଼ା ଶାସନର ଯୋଉ ରହିଛନ୍ତି ବାସୁଦେବ ମିଶ୍ର, ତାଙ୍କର ଏକମାତ୍ର ପୁତ୍ର ଦେବବ୍ରତ ମିଶ୍ର 21 ବର୍ଷ ଏବଂ ତାଙ୍କ ସାଙ୍ଗ ଅନ୍ୟ 3 ଜଣ 2ଟି ବାଇକରେ ସେମାନେ ଭଦ୍ରକରୁ ସିଧାସଳଖ ବାବା ଆଖଣ୍ଡଳମଣି ପୀଠରେ ପହଞ୍ଚିଥିଲେ। ସେମାନେ ସମସ୍ତେ ଭଦ୍ରକରେ ରହି ବିସିଏ ପାଠ ପଢୁଛନ୍ତି। କାହାକୁ କିଛି ନ କହି ସକାଳୁ ସକାଳୁ ନିଜ ବାଇକ 2ଟିରେ 4 ଜଣ ସିଧା ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚି ବାବା ମଣିଙ୍କ ପୀଠରେ ଯୋଉ ଶିବଗଙ୍ଗା ପୁଷ୍କରିଣୀ ରହିଛି, ସେ ଶିବଗଙ୍ଗା ପୁଷ୍କରିଣୀରେ ନିଜ ପ୍ୟାଣ୍ଟ ସାର୍ଟ ପାଲଟି ରଖି ସିଧାସଳଖ ଡେଇଁଥିଲେ ପୁଷ୍କରିଣୀକୁ ଏବଂ ପହଁରିବାକୁ ବସିଥିଲେ। କିନ୍ତୁ ପହଁରା ଜାଣିନଥିଲେ, ସିଧାସଳଖ ବୁଡି ଯାଇଥିଲେ ଦେବବ୍ରତ। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସାଙ୍ଗ ମାନେ ଚାହିଁଥିଲେ ମଧ୍ୟ ସେ ପୋଖରୀ ଭିତରେ ପାଣି ପିଇ ଯାଇ ଅଣନିଶ୍ୱାସ ହୋଇ ମରି ଯାଇଥିଲେ। ପ୍ରୀତି, ଯଦି ଆମେ ସମ୍ପୂର୍ଣ୍ଣ ଘଟଣାକୁ ଦେଖିବା ଅଭୟ, ତାହେଲେ ପାଣିରେ ବୁଡି ଯିବାର କାରଣ ପହଁରା ଜାଣିନଥିବା ଥିଲା ନା ଅନ୍ୟ କିଛି କାରଣ ଥିଲା? ପୋଲିସର ଇନଭେଷ୍ଟିଗେସନ କଣ କହୁଛି? ନା ଇଏ କଥା ପ୍ରୀତି, ଭଲ କଥାଟି ପଚାରିଲ ଯେ ଏମାନେ ଏଇ ଯୋଉ ଶିବଗଙ୍ଗା ପୁଷ୍କରିଣୀ ବାବା ଆଖଣ୍ଡଳମଣିଙ୍କ ପୀଠରେ, ଏହା ଏକ ଆଜିକର ଇଏ ନୂଆ କଥା ନୁହଁ। କିଛି 2-3 ବର୍ଷ ଭିତରେ 3 ଜଣଙ୍କର, ଏକ ଲଗାଇ 3 ଜଣଙ୍କର ମୃତ୍ୟୁ ଘଟିଲାଣି। ଶିବଗଙ୍ଗା ପୁଷ୍କରିଣୀଟା ଅତଳାତଳ ଜଳ ଏବଂ ନୂଆ ସଂସ୍କାର ହେଇ ମାନେ ଗଭୀର ବି ହେଇଛି। ତେଣୁ ତାକୁ ସେ ଯୋଉ ଭକ୍ତମାନେ ଯାଉଛନ୍ତି ଗାଧୋଇବାକୁ, ସେମାନଙ୍କ ପାଇଁ ସ୍ଥାନୀୟ ଦମକଳ ବାହିନୀ କିମ୍ବା ପୋଲିସ ତରଫରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ। ଦ୍ୱିତୀୟ କଥା, ସେଠାରେ ଯୋଉ ଜ୍ୟାକେଟ, ସୁରକ୍ଷା ଜ୍ୟାକେଟ ଯଦି ସେ ପାଣିରେ ଭସାଇ ରଖା ହେଇଥାନ୍ତା, ତାହେଲେ ଏମାନେ ବୁଡିଗଲା ବେଳେ ନିଜେ ନିଜେ ସୁରକ୍ଷା ଜ୍ୟାକେଟକୁ ପିନ୍ଧି ପାରିକି ବଞ୍ଚି ଯାଇଥାନ୍ତେ। ତାହା ବି ପ୍ରଶାସନ ତରଫରୁ ଏକୁ ରଖାଯାଇ ନାହିଁ। ସ୍ଥାନୀୟ ଉପଜିଲ୍ଲାପାଳ ଏହି ଆଖଣ୍ଡଳମଣିଙ୍କ ମନ୍ଦିର ଟ୍ରଷ୍ଟରେ ନିଜେ ଚେୟାରମ୍ୟାନ ଅଛନ୍ତି। ତାହେଲେ ଆମେ ଯଦି ଦେଖିବା ଅଭୟ, କୋଉଠି ନା କୋଉଠି ଏଠି ପ୍ରଶାସନର ବି କାମରେ ଅବହେଳା ଦେଖିବାକୁ ମିଳୁଛି। ହଁ, ଏଟା ଠିକ କଥା ଯେ ପ୍ରଶାସନର ଅବହେଳାକୁ ଏକୁ ଆଡ଼େଇ ଦେଇ ହେବନି। ଆମେ ଯଦି କହିବା, ଏ ଯୋଉ 4 ଜଣ ସାଙ୍ଗଙ୍କ ମଧ୍ୟରୁ ଦେବବ୍ରତ ମିଶ୍ର ମୃତ୍ୟୁବରଣ କରିବା ପରେ ତାଙ୍କର ଅନ୍ୟ ଜଣେ ସାଙ୍ଗ, 2 ଜଣ ଯାକ ବୁଡ଼ିଥିଲେ। ଅନ୍ୟ ଜଣେ ସାଙ୍ଗ ସେ ଉଦ୍ଧାର ପାଇଥିଲେ ମଧ୍ୟ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବର୍ତ୍ତମାନ ଆରଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହାକୁ ନେଇ ସେବାୟତ ମାନେ ଏଇ ଯୋଉ ଲଗାତାର ଘଟଣା ଘଟୁଛି, ସେଥିପାଇଁ ସେମାନେ ଭାରି ବିବ୍ରତ। ଆଜି ସନ୍ଧ୍ୟାରେ ଏଇ ଶିବଗଙ୍ଗା ପୁଷ୍କରିଣୀରେ ଆଳତୀ କରିବା ପାଇଁ ସମସ୍ତେ ସେବାୟତ ମାନେ ପ୍ରସ୍ତାବ ଦେଇଛନ୍ତି ମନ୍ଦିର ଟ୍ରଷ୍ଟକୁ ଯେ ଏ କାହିଁକି ବାରମ୍ବାର ଘଟୁଛି ଶିବଗଙ୍ଗା ପୁଷ୍କରିଣୀରେ। ତେଣୁ ଏହାକୁ ସଂସ୍କାର କରିବା ପାଇଁ, ସଂଶୋଧିତ କରିବା ପାଇଁ, ତେଣୁ ଆଜି ଆଳତୀ କରାଯାଉ ବାବାଙ୍କ ନାମରେ। ପ୍ରୀତି, ଅଭୟ, ଯୋଉ ଆପଣ ସୂଚନା ଦଉଥିଲେ, ଅନ୍ୟ ଜଣେ ଯୁବକକୁ ମଧ୍ୟ ପାଣିରେ ବୁଡି ଯାଇଥିଲେ, କିନ୍ତୁ ସେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ କିଭଳି ଅଛି, ସେ ନେଇ କିଛି ସୂଚନା ରହିଛି କି? ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆରଡି ଫାଣ୍ଡି ଅଧିକାରୀ ଯୋଉ ରହିଛନ୍ତି ଅଭିମନ୍ୟୁ ଦାସ, ସେ ବି କହୁଛନ୍ତି ଯେ ଭଲ ଅଛି, ସୁସ୍ଥ ଅଛନ୍ତି।
ତାଙ୍କର ଚିକିତ୍ସା ଚାଲିଛି ଏବଂ ମୃତକ ଦେବବ୍ରତ ମିଶ୍ରଙ୍କର ବାପା ମା ଏବଂ ପଡ଼ିଶା ସେମାନେ ସମସ୍ତେ ପହଞ୍ଚି ଯାଇଛନ୍ତି ବର୍ତ୍ତମାନ ଆରଡି ଡାକ୍ତରଖାନାରେ। ବର୍ତ୍ତମାନ ଏଇ ଯୋଉ ଆମେ ବର୍ତ୍ତମାନ ନ୍ୟୁଜ ବଜଉଛୁ ଏ ସମୟ ପର୍ଯ୍ୟନ୍ତ ଦେବବ୍ରତ ମିଶ୍ରଙ୍କର ସେ ଯୋଉ ଛାତ୍ର ତାଙ୍କର ଶବଟି ଆରଡି ଡାକ୍ତରଖାନା ରହିଛି। ଆରଡି ଡାକ୍ତରଖାନାରେ ଶତାଧିକ ଲୋକେ ଘେରି ରହିଛନ୍ତି। ସମସ୍ତଙ୍କ ଆଖିରୁ ଲୁହ, କାହିଁକିନା ବାପା ମାଙ୍କର ଗୋଟିଏ ବୋଲି ପୁଅ ବାସୁଦେବ ମିଶ୍ରଙ୍କର ଗୋଟିଏ ବୋଲି ପୁଅ ଦେବବ୍ରତ ଆଉ ନାହାନ୍ତି। ତେଣୁ ସେଥିପାଇଁ ସମସ୍ତେ ସେବାୟତ ମାନେ ବି ଦୁଃଖ ପ୍ରକାଶ କରୁଛନ୍ତି। ସମସ୍ତେ କହୁଛନ୍ତି ଯେ ଶିବଗଙ୍ଗା ପୁଷ୍କରିଣୀକୁ ଆମେ ଆଜି ଆଳତି ମାଧ୍ୟମରେ ସଂସ୍କାର କରିବା। ଠିକ ଅଛି ଅଭୟ, ସ୍ୱତନ୍ତ୍ର ଓଡ଼ିଶା ପରିବାର ତରଫରୁ ମଧ୍ୟ ଆମେ ଦେବବ୍ରତଙ୍କ ପରିବାରକୁ ଏଭଳି ଏକ ଦୁଃଖଦ ସମୟରେ ସମବେଦନା ଜଣାଉଛୁ। ଠିକ ଅଛି ଅଭୟ, ଆପଣଙ୍କ ସମସ୍ତ ସୂଚନା ପାଇଁ ବହୁତ ବହୁତ ଧନ୍ୟବାଦ। ଚାନ୍ଦବାଲିରୁ ଅଭୟ ପତିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।